আমার প্রথম স্থান পাই কার্যক্রম হয়ে যাচ্ছে, কিন্তু হাজার হাজার জনসাধারণ এবং বিজেডি কর্মী মানে এবং বিজেপি কর্মী মানে যোগদান করবে। সময় আসুছি গোটে বিপ্লব হব। আমার উদ্দেশ্য কেবল পঞ্চায়েত নির্বাচন জিতবা কিংবা বিধানসভা নির্বাচন জিতবা নয়, ওড়িশার গোটে গণবিপ্লব হব, জনবিপ্লব হব, গোটে ক্রান্তি হব এবং ওড়িশা পরিবর্তন হব, ওড়িশার রাজনীতি মধ্যে হব। যে ভুল করেছেন বিজু জনতা দলর আদর্শ উপরে যাই না, দলর মুখ্যଙ୍କର কর্তব্য দলর আদর্শ বঞ্চাইবে। ওয়াকআপ বিলরে সে ওল্টি যাইছন্তি, নিষ্পত্তি নেইଥିଲେ ଗୋଟେ ପ୍ରକାର ଏବଂ କଲେ ଗୋଟେ ପ୍ରକାର ଆଇଡିଓଲୋଜିକାଲ ଶିଫ୍ଟ କରିଛି, ବିଚାରଧାରା ଶିଫ୍ଟ ହେଇଛି ଏବଂ ତା ସାଙ୍ଗେ ସାଙ୍ଗେ ନେହେରୁଜୀଙ୍କୁ ବଞ୍ଚନା କରିଛନ୍ତି। ତାଙ୍କର ଜଣେ କ୍ୟାଣ୍ଡିଡେଟ ଯେ ଥିଲେ ଲୋକସଭାରେ, ସେ କାହିଁକି ସେମିତି କଲେ? ପାର୍ଟି ନବୀନ ପଟ୍ଟନାୟକଙ୍କୁ କହିଥାନ୍ତେ, ବିଜୁ ପଟ୍ଟନାୟକଙ୍କୁ କମ୍ପେୟାର କରିଥାନ୍ତେ ନେହେରୁଜୀଙ୍କ ସାଙ୍ଗରେ। ବିଜୁ ପଟ୍ଟନାୟକ ବ୍ୟତୀତ ଓଡ଼ିଶାରେ କିଏ ଅଛି ଯାହାକୁ ନେହେରୁଜୀଙ୍କ ସାଙ୍ଗରେ ତୁଳନା କରାଯାଇପାରିବ? ନବୀନ ପଟ୍ଟନାୟକ ଶକ୍ତି ଦେଇଛନ୍ତି ବୋଲି ତ ନବୀନ ବାବୁ ପାଣ୍ଡ୍ୟାଙ୍କର ସ୍ଲେଭ୍ ହେଇଛନ୍ତି, ପାଣ୍ଡ୍ୟାଙ୍କର ଗୁଲାମ ହେଇଛନ୍ତି। ତେଣୁ ପାଣ୍ଡ୍ୟାଙ୍କର ଗୁଲାମ ଇଏ ବି ଅଛି ବିପ୍ଳବ ମିଶ୍ର ବି। ସେଥିପାଇଁ ଦୁଇଟା ଗୁଲାମ ଏକ ହେଇଛନ୍ତି। ଆଦେଶ କିଏ ଦେଲା? ସେ କ୍ଷମତା କିଏ ଦେଲା? ନବୀନ ବାବୁ ସେ କ୍ଷମତା ଦେଇନାହାନ୍ତି ବୋଲି ତାକୁ ସସ୍ପେଣ୍ଡ କରନ୍ତୁ, ବାହାର କରନ୍ତୁ, ନହେଲେ ଧରାଯିବ ଯେ ସେ ହିଁ ଦେଇଛନ୍ତି। ସେ ସନ୍ତୁଷ୍ଟ ବ୍ୟକ୍ତି କିଏ? ତାକୁ ଲୋକ ଗୋଡ଼େଇବେ ରାସ୍ତାରେ। ସେ କିଏ? ସେ କ'ଣ ଅବଦାନ ଅଛି ଓଡ଼ିଶା ମାଟିରେ ଲୋକଙ୍କ ପାଇଁ? ପ୍ରାଇଭେଟ କମ୍ପାନୀର ଗୁଲାମ ହେଇକି ନୌକରି କରି କରି ତାଙ୍କର ଜୀବନ ଯାଇଛି। ଆଉ ଲାଷ୍ଟକୁ ପାଣ୍ଡିଆନର ଗୁଲାମ ହେଇକି ଟିକଟ ପାଇକି କଟକ ଭଳିଆ ସହରରେ ଯୋଉଠି ଏତେ ବଡ଼ ବଡ଼ ଲୋକମାନେ ନିର୍ବାଚିତ ହେଇଛନ୍ତି, ସେଥିରେ କ୍ୟାଣ୍ଡିଡେଟ ଦେଇକିରି ବିଜେଡି ପାର୍ଟିର ସୁନାମ ବଢ଼ାଇ ନାହିଁ, ବିଜେଡି ପାର୍ଟିର ବିଚାରଧାରାର ଉନ୍ନତି କରି ନାହିଁ, ବିଜେଡି ପାର୍ଟିକୁ ତିଳ ତିଳ କରି ମାରିଛି ସେ। ତେଣୁ ସେଇ ବ୍ୟକ୍ତିଙ୍କ କହିବ ନେହେରୁଜୀଙ୍କ ନାଁ ନେବ, ବରଦାସ୍ତ କରାଯିବ ନାହିଁ। ତା ଦଣ୍ଡ ଆମେ ସେ ଛୋଟିଆ ଲୋକ ଉପରେ କାହିଁକି କାର୍ଯ୍ୟକ୍ରମ କରିବୁ? ନବୀନ ପଟ୍ଟନାୟକ ତାଙ୍କର ମୁଖ୍ୟ, ସେ ସତ୍ସାହସ କରନ୍ତୁ ଆଉ କହନ୍ତୁ ଯେ ନେହେରୁଙ୍କୁ ଅପମାନ କରାଯାଇଛି, ମୁଁ ବରଦାସ୍ତ କରିବି ନାହିଁ, ତାକୁ ସସ୍ପେଣ୍ଡ କରନ୍ତୁ। ଯଦି ରାଜନୀତି କରୁଛନ୍ତି ଓଡ଼ିଶା ମାଟିରେ, ଭାରତ ଭୂମିରେ ଯଦି 24 ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ, ଗୁଲାମ ହେଇକି ଥିଲେ, ନେହେରୁଙ୍କର ନାଁରେ କିଏ କହିଲେ ଯଦି ରକ୍ଷା କରିପାରିବେ ନାହିଁ, କି ସେ ପଦକ୍ଷେପ ନେଇପାରିବେନି, ବିଜୁ ପଟ୍ଟନାୟକ ନାଁରେ କହିଲେ କେମିତି ରକ୍ଷା କରିବେ? ତାଙ୍କ ବାପାଙ୍କର ସମ୍ମାନ ସ୍ୱାଭିମାନର ରକ୍ଷା କରିବାର ଯେ କରିପାରିବେ ନାହିଁ, ସେ ଲୋକ କ'ଣ ଅଧିକାର ଅଛି ରାଜନୀତି କରିବା? ରାଜନୀତି ସନ୍ନ୍ୟାସ ନେଇକି ଯାଆନ୍ତୁ, ରାଜନୀତି ଦ୍ୱାରା ଓଡ଼ିଶା ଲୋକଙ୍କୁ ଧୋକା ଦିଅନ୍ତୁ ନାହିଁ। ଗୋଟିଏ ବି ବିଜେଡିର ନେତା ବନେଇ ପାରିଲେ ନାହିଁ, ଭାଇ ବନେଇ ପାରିଲେନି, ପୁତ୍ର ବନେଇ ପାରିଲେ। ବିଜୁ ପଟ୍ଟନାୟକ ଆମ ଭଳିଆ ଲୋକଙ୍କୁ ତିଆରି କରିବେ, ଗର୍ବ କରୁଥିଲେ ଆମମାନଙ୍କ ପାଇଁ। ବିଜୁ ପଟ୍ଟନାୟକ ଉପରେ ରାଗୁଥିବେ ନବୀନ ବାବୁର ସବୁ ବ୍ୟବହାର ଦେଖିବେ। ନେହେରୁଜୀଙ୍କର ଅପମାନ କେବେ ବିଜୁ ପଟ୍ଟନାୟକ ବରଦାସ୍ତ କରିବେ? ଆଜି ବଞ୍ଚିଥିଲେ ନବୀନ ପଟ୍ଟନାୟକକୁ ଚାପଡ଼ା ମାରି ଦେଇଥିଲେ, ଘରୁ ବାହାର କରିଦେଇଥିଲେ, ସେଇଟା ଥିଲା ବିଜୁ ପଟ୍ଟନାୟକ। ତେଣୁ ସେଇ କଥାକୁ ବାବାଙ୍କର ଗୁଣକୁ ସ୍ମରଣ କରନ୍ତୁ ନବୀନ ବାବୁ, ଆଉ ପଦକ୍ଷେପ ନିଅନ୍ତୁ। ଆଉ ମୁଁ ତ କହୁଛି ମାନେ ସତ କଥା କହୁଛି। ଏ କଥା ଜାଣିଛନ୍ତି ବିଜେଡି ସମସ୍ତେ। ବିଜୁ ପଟ୍ଟନାୟକ କିଏ ଥିଲା, କ'ଣ ଥିଲା, ନେହେରୁଜୀଙ୍କ ସହିତ ତାଙ୍କର ସମ୍ପର୍କ କ'ଣ ଥିଲା, ଯୋଉଠି କର୍ତ୍ତବ୍ୟ ରହିଛି। ବାପା ଭଳିଆ ଲୋକ ନେହେରୁ ତା ପାଇଁ ଥିଲେ, ନେହେରୁଜୀ ତାଙ୍କ ପାଇଁ ଥିଲେ। ନେହେରୁଜୀଙ୍କର ସମ୍ମାନ ସ୍ୱାଭିମାନ ଆଜି କଂଗ୍ରେସ ନାଁରେ, କଂଗ୍ରେସ ସମର୍ଥନରେ କେତେ କାମ ସେ କରିଛନ୍ତି କଂଗ୍ରେସ ସରକାର ସମୟରେ ଓଡ଼ିଶାର। ସେ କଥା ବୁଝିଗଲେ ପାଣ୍ଡିଆନ ଓଡ଼ିଶାର ଉନ୍ନତି କରିଦେଲା। ୟୁପିଏ 1, 2 ରେ କ'ଣ ଗ୍ରାଣ୍ଟ ଆସିନି ଓଡ଼ିଶା ସରକାର? ଓଡ଼ିଶାର ଉନ୍ନତିରେ କ'ଣ ହେଇନି? ମୋର ଇନ୍ଦିରା ଯୋଜନା କମ୍ପ୍ଲିଟ୍ କରାଯାଇଛି, ଓଡ଼ିଶାରେ ବୃହତ ଯୋଜନା ସବୁ କମ୍ପ୍ଲିଟ୍ କରାଯାଇଛି, ନୂଆ ନୂଆ ପ୍ରକଳ୍ପ ଦିଆହେଇଛି। ଆଜି ତମେ ନେହେରୁଜୀ କଥା କହିବ ଆଉ ରାସ୍ତାରେ ଚାଲିବ, ଦେଖିବ